ଶୀତ ଦିନେ ସଜନା ଗଛରେ ଛୁଇଁ ବହୁତ ପରିମାଣରେ ହେଇଥାଏ ଆଉ ଅଧିକ ଟେଷ୍ଟ ମଧ୍ୟ ଲାଗିଥାଏ ଖାଇବା ପାଇଁ। ଆଉ ଯଦି ଆମେ ତାକୁ ଛୁଇଁ, ଆଳୁ, ବଡ଼ି, ଟମାଟୋ, ସୋରିଷ ନେଇକିନା ଫୁଲା କରିଦେବା, ସେ ଆହୁରି ସ୍ୱାଦିଷ୍ଟକର ହେଇଥାଏ। ଖାଇବା ପାଇଁ ବହୁତ ଭଲ ଲାଗେ, ପଖାଳ ହଉ ବା ଗରମ ହଉ। ନମସ୍କାର, ଜୟ ଜଗନ୍ନାଥ, ଜୟ ମହାଦେବ ମାନସ। ଆପଣଙ୍କୁ ସଦଉଛି ରୋଷେଇ ମାନସରେ। ଏହି ରେସିପି ପାଇଁ ପ୍ରଥମେ ଆମେ ମସଲା ରେଡି କରିଦବା, ଯେମିତିକି ଜିରା, ସୋରିଷ ଆଉ ଅଦା, ରସୁଣ। ଦେଖନ୍ତୁ ମୁଁ ସୋରିଷକୁ 1 ଘଣ୍ଟା ହେଲାଣି ଭିଜେଇକି ରଖିଦେଇଥିଲି। ଆକୁ ଟିକେ ଭିଜେଇକି ରଖିଦେଲେ ସେ ଶୀଘ୍ର ବାଟି ହେଇଯାଇଥାଏ। ଆଉ ତାପରେ ଆପଣ କଣ କରିବେ ନା, ଏ ରେସିପି କରିବା ପାଇଁ ହେଲେ ପ୍ରଥମେ ମସଲା ବାଟିକି ଅଧ ଘଣ୍ଟା ପାଇଁ ରଖିଦେବେ। ତାପରେ ଯାଇକି ତରକାରୀ କରିବେ, ଦେଖିବେ ସୋରିଷ କିଛି ଲାଗିବନି, ପିତା ଲାଗିବନି, ବହୁତ ଭଲ ଲାଗିବ। ଏଠି ତ ମୋର ମସଲା ଟା ରେଡି ହେଇଗଲା, ଦେଖନ୍ତୁ କେତେ ସୁନ୍ଦର ପେଷ୍ଟ ହେଇଯାଇଛି। ଆସନ୍ତୁ ଯେ ପରିବା କାଟିବା ଏବେ। ଏହା ପାଇଁ ଦେଖନ୍ତୁ ମୁଁ କିଛି ବଡ଼ି ନେଇଛି, 2ଟା ଆଳୁ, 6 ଖଣ୍ଡ ଛୁଇଁ ନେଇଛି, 2ଟା ଟମାଟର ନେଇଛି। ବଡ଼ି ଟିକେ ଏଠି ମୁଁ ଅଧିକ ନେଇଛି, କାହିଁକି ନା ବଡ଼ିଟା ଏମିତି ଫୁଲା କଲେ ମୋ ଝିଅରେ ବହୁତ ଭଲ। ତେଣୁକରି ମୁଁ ବଡ଼ି ଟିକେ ଅଧିକ ନେଇଛି। ଏବେ ଦେଖନ୍ତୁ ଆପଣ ସୁଜନା ଛୁଇଁ କିମ୍ବା ମୁଗନା ଛୁଇଁ ଯେକୌଣସି ଛୁଇଁ ବି ନିଅନ୍ତୁ, ବହୁତ ଭଲ ଲାଗିବ। ମୁଁ ତାକୁ କାଟିକି ସବୁ ରଖିଦେଇଛି, କିନ୍ତୁ ଛୁଇଁ କାଟିନି, ଖାଲି ଆଳୁ କାଟିଦେଇଛି। ପ୍ରଥମେ ଦେଖନ୍ତୁ ଗୋଟେ କଡ଼େଇ ବସେଇଦବା, କଡ଼େଇରେ ତେଲ ପକେଇଦବା। ଆଉ ଏକ ସୋରିଷ ତେଲ କଲେ ବହୁତ ଭଲ ଲାଗିଥାଏ। ଦେଖନ୍ତୁ ତେଲରେ ଟିକେ ଗରମ ହେଇଗଲା ପରେ ଆମେ ଯୋଉ ବଡ଼ି ରଖିଥିଲେ, ବଡ଼ିକି ଭଲ ଭାବେ ଭାଜିଦବା। ଆପଣ ଚାହିଁଲେ ମଧ୍ୟ ଛାଣି ପାରିବେ, କିନ୍ତୁ ଏମିତି ସାଙ୍ଗେ ସାଙ୍ଗେ ଯଦି ଆପଣ ସୋରିଷ ତେଲଟାକୁ ଭାଜିକି କରିବେ, ବଡ଼ିର ବାସ୍ନାଟା 2 ଗୁଣ ବଢିଯାଇଥାଏ, ବହୁତ ଭଲ ଲାଗିଥାଏ ଖାଇବା ପାଇଁ। ଆଉ ଆପଣ ତ ଆଗରୁ ବଡ଼ି ରେସିପି ଦେଖିଥିବେ, ମୁଁ କିନ୍ତୁ ଏଇ ବର୍ଷ ତ ଫୁଲ ବଡ଼ି କରିନି, କାହିଁକି ନା ଆଗ ବର୍ଷ ମୋର ବଡ଼ି ଯେହେତୁ ଘରେ ରହିଯାଇଛି, ତେଣୁକରି ମୁଁ ବଡ଼ି କରିନି। କେବଳ ରାଶି ବଡ଼ି ପକେଇଥିଲି, ତାହା ଆପଣଙ୍କୁ ମୁଁ ଦେଖେଇ ସାରିଛି। ଏବେ ଦେଖନ୍ତୁ ମୋର ବଡ଼ିଟା ରେଡି ହେଇଗଲାଣି, ଭଜାଟା ରେଡି ହେଇଗଲାଣି ଏଠି। ତାକୁ ଆମେ ଟିକେ ଭଲ ଭାବରେ ଭାଜି ଦେଲା ପରେ, ଟିକେ ଲାଲ ହେଇଗଲା ପରେ ଭାଜିଦବା। ଭାଜିଲା ପରେ ତାକୁ ଆମେ କାଢିଦବା। ଆମର ଯୋଉ କଡେଇରେ ତେଲ ବଳି ପଇଲା, ସେଇ ତେଲରେ ଆମେ ଯାଇକି ତରକାରୀଟି କରିବା। ଏବେ ଦେଖନ୍ତୁ ନ ଭାଜିଲେ କଣ ହବ ନା, ଯେତେବେଳେ ଆମେ ତରକାରୀରେ ପକେଇଦବା, ସେ ଗୋଟେ ପିଠଉ ଆକାର ରହିବ, ଭଲ ଲାଗିବନି। ପିଠଉ ପିଠଉ ଲାଗିବ। ଟିକେ ଭଲ ଭାଜି ହେଇଗଲେ ତରକାରୀଟା ଭଲ ବାସ୍ନା ହେଇଥାଏ, ବହୁତ ଭଲ ଲାଗିଥାଏ ଖାଇବା ପାଇଁ। ଆପଣ ପଖାଳ ଖାଆନ୍ତୁ, ଗରମ ଖାଆନ୍ତୁ, ଯାହା ବି ଖାଆନ୍ତୁ, ବହୁତ ଭଲ ଲାଗିଥାଏ। ଏବେ ଦେଖନ୍ତୁ କଡେଇରେ ଯେତିକି ତେଲ ଆମର ବଳିଲା, ମୋର ସେତିକି ହିଁ ହେଇଯିବ। ଏଠି ଦେଖନ୍ତୁ ସେଇ ତେଲରେ ମୁଁ ପକେଇଦେଲି ବର୍ତ୍ତମାନ 5 ଫୁଟଣ। 5 ଫୁଟଣ ଭଲ ଭାବେ ଫୁଟି ହେଇଗଲା ପରେ, ଆମେ ଏଠି ପିଆଜକୁ ମଧ୍ୟ ଆଡ କରିବା। ଦେଖନ୍ତୁ ପିଆଜ ପୁରା ମୁଁ ଲମ୍ବା ଲମ୍ବା ଆକାରରେ କାଟିକି ନେଇଛି। ଆପଣ ଚାହିଁଲେ ଏଠି ବି ଲଙ୍କା ମଧ୍ୟ ଫୁଟେଇ ପାରିବେ, କିନ୍ତୁ ମୁଁ ଲଙ୍କା ଆଜି ଫୁଟେଇନି, କେବଳ ପିଆଜଟା, କାରଣ ମୁଁ ଲଙ୍କା ଟିକେ ପକେଇବି। ଆଉ ଅଧିକ ପରିମାଣରେ ଲଙ୍କା ଦେହ ପାଇଁ କ୍ଷତିକାରକ, ଯଦି ଆପଣଙ୍କୁ ଭଲ ଲାଗେ ନେଇକି ଲଙ୍କା ଦିଟା ପକେଇବେ। ଏବେ ଦେଖନ୍ତୁ ପିଆଜ ପୁରା ଭଲ ଭାବେ ଭାଜିଦବା, ଯେମିତି ଟିକେ ତାର ଲାଲ କଲର ହେଇ ଆସିବ, ମାନେ ସେଇ ସମୟରେ ପିଆଜକୁ ଭାଜି ଦେଖନ୍ତୁ ପିଆଜ ପାଚି ଗଲାଣି ଏଠି। ଯଦି ଆପଣଙ୍କୁ ଶୀଘ୍ର ପିଆଜ ପାଚିବାର ଅଛି, ତାହେଲେ ଆପଣ ଏଠି ଲୁଣ ଟିକେ ଦେଇଦେଲେ ସେ ଶୀଘ୍ର ପାଚିଯିବ। ତାପରେ ଦେଖନ୍ତୁ ଯୋଉ ଟମାଟୋ 2ଟା ନେଇଥିଲି, ଟମାଟୋକୁ ବି ଦେଇଦେଲି। ଟମାଟୋ ପୁରା ଭଲ ଭାବେ ଏମିତି କଷିଦବା, ପିଆଜ ଟମାଟୋ ଭଲ ଭାବେ କଷିଦବା। ଆମେ ଏବେ ମସଲା ଆଡ କରିନେ, ମସଲା କିନ୍ତୁ ପଛରେ ଆଡ କରିବା। ଏବେ ଦେଖନ୍ତୁ ଆମେ ଟମାଟୋ, ପିଆଜ ଉଭୟକୁ ଭଲ ଭାବେ ଭାଜୁଛେ। ଟିକେ ଭଲ ଭାବେ ଭାଜି ହେଇଗଲା ପରେ, ଆମେ ଆଉ ଦେଖନ୍ତୁ ଏଥିରେ ପକେଇଦବା ଆଳୁ। ଏବେ ଦେଖନ୍ତୁ ମୋ ଟମାଟୋ ଟିକେ ଏବେ ହେଇନି, ଗ୍ୟାସ ଲୋ ରଖିଦେବେ। ତାପରେ ଦେଖନ୍ତୁ ଏଇଠି ଯୋଉ ଆଳୁ 2ଟା ମୁଁ ନେଇଥିଲି, ତେଣୁକରି 2ଟା ଆଳୁକୁ ମଧ୍ୟ ପକେଇଦେଲି, ଯାହାଦ୍ୱାରା ଟମାଟର ଆଳୁ ଉଭୟ ଭଲ ଭାବରେ ସିଝିଯିବ ଆଉ ଭଲ ଲାଗିବ ଖାଇବା ପାଇଁ। ଏବେ ଦେଖନ୍ତୁ ଟମାଟୋ, ଆଳୁ ଏଥିରେ ଭଲ ଆମେ କଷୁଛେ। ତାପରେ ଆମେ ଏଇଠି ଭଲ ଭାବେ କଷି ଗଲା ପରେ, ଆମେ ଯୋଉ ମସଲା ଟା ରଖିଛେ କରିକି ସୋରିଷ ତାକୁ ଦବା। ଦେଖନ୍ତୁ ଟିକେ 2 ମିନିଟ ପାଇଁ ଘୋଡେଇ ଦେଲି, ଯାହା ଦ୍ୱାରା ଟମାଟର ଆଉ ଟିକେ ସିଝିଯିବ, ଆଳୁ ସିଝିଯିବ। ଏବେ ଦେଖନ୍ତୁ ଏବେ ସିଝି ଗଲାଣି, ଆମେ ଏଇଠି ହିଁ ଆଡ କରିଦବା ଆମେ ଯୋଉ ସୋରିଷ ବାଟିକି ରଖିଥିଲେ। ଦେଖନ୍ତୁ କିନ୍ତୁ ତାର ଟିକେ ଲଙ୍କା ଗୁଣ୍ଡ ଦେଖନ୍ତୁ, କଲର ଲଙ୍କା, ରାଗ ଲଙ୍କା ଗୁଣ୍ଡ ଆଉ ଆମେ ହଳଦୀ ଗୁଣ୍ଡ ଦେଇଛେ। ଆଉ ଦେଖନ୍ତୁ ସୋରିଷ ବଟଲା ଦେଇଛେ। ଏଠି ମୁଁ ସବୁତିକ ମସଲା କାରଣ ହେଲା, ମାତ୍ର ମୁଁ 1 ଚାମଚ ସୋରିଷ ନେଇଥିଲି, 1 ଚାମଚ ଜିରା, ଯେହେତୁ ଅଳ୍ପ ତରକାରୀ କରିଛି, ତେଣୁକରି ମୁଁ ଅଳ୍ପ ମସଲା ମଧ୍ୟ ବାଟିଛି। ଏବେ ଯେତିକି ହେଲା, ଆମେ ଧୋଇ ଦେଇକିନା ସେ ପାଣିଟା ସେଥିରେ ଦେଇଦବା। ଦେଖନ୍ତୁ କଲର ଲଙ୍କା ପକେଇବା ଦ୍ୱାରା ଏ ଯୋଉ କଲର ଟା ଆସେ, ବହୁତ ଭଲ ଲାଗେ ଦେଖିବା ପାଇଁ ଟମାଟୋରେ। ଆଉ କେତେ ସୁନ୍ଦର ଦେଖାଗଲା ତରକାରୀ ଟା। ଏମିତି ଆକାରରେ ଭଲ ଭାବରେ ଆମେ ଆଳୁ, ଟମାଟର, ମସଲାକୁ ଭଲ ଭାବେ କଷିଦବା। ଆଉ ସୋରିଷ ମସଲା ବି ବେଶୀ କଷା ଯାଏନି, କାହିଁକି ପିତା ହେଇଯିବ। ମାତ୍ର 2 ମିନିଟ ପାଇଁ ମୁଁ ଘୋଡେଇକି ଦେଖନ୍ତୁ ଏଠି ମୁଁ କରିଛି। ତାପରେ ଆମେ ପାଣି ସେଥିରେ ଆଡ କରିଦବା।
ଏବେ ଦେଖନ୍ତୁ ଆମେ କଷୁଥିଲେ ଆମେ ଗୋଟେ ଗ୍ଲାସ ମୁଁ ପାଣି ନେଇଛି, କିନ୍ତୁ ତାପରେ କଣ କରିଛି ନା ଅଳ୍ପ ଟିକେ ପାଣି ଦେଇକି ମସଲା ଟିକେ ଲାଗି ଯାଉଥିଲା, ସେଥିପାଇଁ ଟିକେ ପାଣି ଦେଇକି ଆକୁ ଟିକେ ଭଲ ଭାବେ କଷିଦେଲେ। ଆପଣ ଜାଣିଥିବେ ସେଟା ବେଶୀ କଷିବେନି ନା, ଏବେ ପିତା ଲାଗିବ। ଦେଖନ୍ତୁ ମୁଁ ଗୋଟେ ଗ୍ଲାସ ପାଣିରୁ ଅଳ୍ପ ଟିକେ ଦେଇଥିଲି, ଏବେ ଅଧ ଗ୍ଲାସ ପାଣି ଦେଲି। ମତେ ଅଳ୍ପ ଟିକେ ଝୋଳ ଦରକାର, ତେଣୁକରି ମୁଁ ଏଠି ନେଇଛି। ଯଦି ଆପଣଙ୍କୁ ଅଧିକ ଗ୍ରେଭିଟା ମାନେ ଝୋଳ ଟିକେ ଦରକାର, ତାହେଲେ ଆପଣ ଟିକେ ଟିକେ ପାଣି ନେବେ। କିନ୍ତୁ ଏବେ ଯଦି ଅଳ୍ପ ଅଳ୍ପ ଜୁକିଜୁକିଆ ଭଳିଆ ଅଳ୍ପ ଝୋଳ ଝୋଳ କରିବେ, ବହୁତ ଭଲ ଲାଗେ ଖାଇବା ପାଇଁ। ଏବେ ତ ଆମେ ପାଣି ଦେଇଦେଲେ, ପାଣି ଦେଇକି ତାକୁ ଭଲ ଭାବେ ଘୋଳେଇଦବା। ଆକୁ ଦେଖନ୍ତୁ ପୁରା ଫୁଟିବା ପାଇଁ ଛାଡିଦେବା, ତାପରେ ଫୁଟିଗଲାଣି। ଏଠି ଆମକୁ ଦେଖିବାର ଅଛି ଖାଲି ଆମ ଆଳୁ ସିଝିବ କି ନାହିଁ। ଦେଖନ୍ତୁ ଆଳୁଟା ତ ଅଧା ପା ସିଝି ଗଲାଣି। ଏଇ ସମୟରେ ଆମେ ଆଡ୍ କରିବା ଛୁଇଁ। ଦେଖନ୍ତୁ ଛୁଇଁ କେମିତି ଚୋପା ଛଡେଇକି ମୁଁ କାଟିକି ନେଇଯାଇଛି। ଆଉ ଏଇ ଛୁଇଁ ମଧ୍ୟ ଆମ ଗଛ ଛୁଇଁ ଥିଲା। ଆଉ ବଜାର ଛୁଇଁ ବି ଆପଣ ଆଣିକିନା ଖାଇପାରିବେ, କିନ୍ତୁ ଯେହେତୁ ଆମର ଗଛ ଅଛି, ତେଣୁକରି ଆମର ଗୋଟେ ଗଛ ଛୁଇଁ ମୁଁ ଆଡ୍ କରିଛି। ଆଉ ମାତ୍ର ଜମା 6 ଖଣ୍ଡ ଛୁଇଁ ମଧ୍ୟ ନେଇଥିବେ, କାହିଁକି ନା ଛୁଇଁଟା ମୁଁ ଅଧିକ ନେବାର କାରଣ ହେଲା ମୋ ଝିଅ ଟିକେ ଭଲ ପାଏ ଖାଇବା ପାଇଁ। ଛୁଇଁ ବଢି ତାର ବହୁତ ପ୍ରିୟ ଖାଇବା ପାଇଁ। ତେଣୁକରି ଆଉ ମୁଁ ତାରି ପାଇଁ କେବଳ କରିଥିଲି, ଆଉ ବେଶୀ ଭଲ ପାଏ ଖାଇବା ପାଇଁ। ଏବେ ଦେଖନ୍ତୁ ଛୁଇଁକୁ ମଧ୍ୟ ଦେଇଦେଲେ, ଆମକୁ ଦେଖିବାର ଅଛି ଆଳୁ ଛୁଇଁ ଉଭୟ ସିଝିଲା କି ନାହିଁ, କାହିଁକି ନା ଅଧେ ସିଝିଲା ପରେ ଆଳୁ ଆମେ ଛୁଇଁକି ପକେଇଦେଲେ, ଏଇ ସମୟରେ ଛୁଇଁ ଆଳୁ ଉଭୟ ମଧ୍ୟ ଦେଖନ୍ତୁ ସିଝିଗଲାଣି। ତାପରେ ଆମେ ଏପର୍ଯ୍ୟନ୍ତ ବଡି ପକେଇନେ, ବଡି ଲାଷ୍ଟରେ ପକେଇଦବା। ଆଉ ଗ୍ୟାସ୍ କୁ ଆମେ ଅଫ୍ କରିଦବା। ଦେଖିବେ କେତେ ସୁନ୍ଦର ଲାଗିବ, ତା ଗ୍ରେଭି ଯେମିତି ତରକାରୀ ସେମିତି ଖାଇବା ପାଇଁ ବହୁତ ଭଲ ଲାଗିଥାଏ। ଖାସ୍ କରି ପଖାଳ ଭାତ, ଗରମ ଭାତ, ଯେକୌଣସି ଭାତରେ ଖାଆନ୍ତୁ ବହୁତ ଭଲ ଲାଗିଥାଏ। କେବଳ ଏଇଟା ଆମର ଗାଁ ଗହଳିରେ ଏଇ ଜିନିଷଟା ହେଇଥାଏ, ଆଉ ବହୁତ ଭଲ ହିଁ ହେଇଥାଏ। ଆଉ ଦେଖନ୍ତୁ ଦେହ ପାଇଁ ମଧ୍ୟ ହିତକର ହେଇଥାଏ ସୋରିଷ ମସଲା, ବେଶୀ କିଛି କ୍ଷତି ହିଁ ହେଇନଥାଏ। ଆଚାର ଯଦି ଭଲ ଲାଗିବ, ଆପଣ କେଉଁଠୁ ଦେଖୁଛନ୍ତି ତାକୁ ମଧ୍ୟ କହିବେ। ଦେଖନ୍ତୁ ମୋର ଏଠି ତ ସବୁ ଜିନିଷ ହେଇଗଲାଣି। ଏବେ ଆମେ ବଡିକି ଦେଇଦେଲେ, ବଡିକି ଦେଇଦେଲି ଗୋଟେ 2 ମିନିଟ୍ ପାଇଁ ହେଲେ ଫୁଟେଇଦବା। ଫୁଟେଇ ନେଇ ଆମେ ଗ୍ୟାସ୍ କୁ ଅଫ୍ କରିଦବା, ତାପରେ ରେଡି ହେଇଯିବ ଆମର ଏଠି ଛୁଇଁ, ଆଳୁ, ବଡି, ଟମାଟର ଫୁଲା ରେଡି ହେଇଯିବ। ଆପଣ ଛୁଇଁ ଆଳୁ ବଡି ସେଟା କୁହନ୍ତୁ ବା ଫୁଲା କୁହନ୍ତୁ, ଯାହାବି କୁହନ୍ତୁ ବହୁତ ଭଲ ଲାଗିବ। ଏବେ ଦେଖନ୍ତୁ ଆମେ ତ ବଡି ଦେଇଦେଲେ, ତାପରେ ଘୋଡେଇ ଦବା। 2 ମିନିଟ୍ ପାଇଁ ଫୁଟେଇ ଦେଲେ, ଘୋଡେଇ ଦେଲେ, ଗ୍ୟାସ୍ କୁ ଆମେ ଏଠି ଅଫ୍ କରିଦେଲେ। ଏବେ ଦେଖନ୍ତୁ ତରକାରୀ ତ ଆମର ରେଡି ହେଇଗଲା। ଆସନ୍ତୁ ଯିବା, କେତେ ସୁନ୍ଦର ଦେଖନ୍ତୁ ଦେଖା ଯାଉଛି। ଆକୁ ଆମେ ଖାଇବା ଭାତ ସହିତ କିମ୍ବା ପଖାଳ ଭାତ କିମ୍ବା ଗରମ ଭାତ ସହିତ ଖାଇବା, ଆଉ ଏଞ୍ଜୟ କରିବା। ତାହେଲେ ଭିଡିଓଟି ଆଜି ପାଇଁ ଏଇଠି ରଖିଲି। ଧନ୍ୟବାଦ, ଜୟ ଜଗନ୍ନାଥ, ଜୟ ମା ଗାୟତ୍ରୀ, ନମସ୍କାର। ଦେଖା ହବା ଆଉ ଗୋଟେ ନୂଆ ଭିଡିଓରେ। ଦେଖନ୍ତୁ କେତେ ସୁନ୍ଦର ଦେଖା ଯାଉଛି, ଆଉ ବଡି ସମ୍ପୂର୍ଣ୍ଣ ଟା ଫୁଲି ଯାଇଛି। ଆଉ ମତେ ଟିକେ ଗ୍ରେଭି ଦରକାର ଥିଲା, ମୁଁ ରଖିଛି। ଆପଣଙ୍କୁ ଯଦି ଅଧିକ ଗ୍ରେଭି ଦରକାର ତାହେଲେ ଏଠି ଆପଣ ମଧ୍ୟ ଅଧିକ ରଖିପାରିବେ।